ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ଭିବିଜି ରାମଜି ଯୋଜନା। ଏହି ନୂଆ ଯୋଜନା ଅନୁସାରେ ଗ୍ରାମୀଣ ପରିବାରମାନେ ବର୍ଷକୁ 125 ଦିନ ପର୍ଯ୍ୟନ୍ତ ନିଶ୍ଚିତ ରୋଜଗାର ପାଇପାରିବେ। ଏ ଭିଡିଓରେ ଆମେ ଆଲୋଚନା କରିଛୁ ଭିବିଜି ରାମଜି ଯୋଜନା କ'ଣ, କେବେଠାରୁ ଆରମ୍ଭ ହେବ, କିଏ ଏ ଯୋଜନାର ଲାଭ ପାଇପାରିବେ, 125 ଦିନର ରୋଜଗାର କିପରି ମିଳିବ, ନୂଆ ଜବ୍ କାର୍ଡ କେମିତି ପାଇବେ, ଆବେଦନ ପ୍ରକ୍ରିୟା ଓ ଆବଶ୍ୟକ ଡକ୍ୟୁମେଣ୍ଟ କ'ଣ କ'ଣ ଦରକାର, ଓଡ଼ିଶା ଗ୍ରାମୀଣ ଉନ୍ନୟନର ସମ୍ପୂର୍ଣ୍ଣ ଅପଡେଟ୍। ଯଦି ଆପଣ ଗ୍ରାମାଞ୍ଚଳରେ ରହୁଛନ୍ତି କିମ୍ବା ଜବ୍ କାର୍ଡଧାରୀ, ତେବେ ଏ ଭିଡିଓ ଆପଣଙ୍କୁ ବହୁତ ଜରୁରୀ ଅଟେ। ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ଓ ନିଜ ପରିବାର ଓ ବନ୍ଧୁମାନଙ୍କ ସହ ସେୟାର କରନ୍ତୁ। ଚାଲନ୍ତୁ ଭିଡିଓଟି ଆରମ୍ଭ କରିବା। ଓଡ଼ିଶାରେ ଭିବିଜି ରାମଜି ଯୋଜନା ଜୁଲାଇ 1, 2026 ଠାରୁ ଆରମ୍ଭ ହେବ। ଏହି ଯୋଜନାଟି ମନରେଗାର ସ୍ଥାନ ନେବ ଏବଂ ଗ୍ରାମୀଣ ପରିବାରଙ୍କୁ ଅଧିକ ରୋଜଗାରର ସୁଯୋଗ ଦେବ। ପ୍ରତ୍ୟେକ ଯୋଗ୍ୟ ଗ୍ରାମୀଣ ପରିବାରଙ୍କୁ ବର୍ଷକୁ 125 ଦିନର ନିଶ୍ଚିତ ରୋଜଗାର ମିଳିବ। ପୂର୍ବରୁ ମନରେଗାରେ 100 ଦିନର କାମ ଥିଲା। ଓଡ଼ିଶା ସରକାର ଏହି ଯୋଜନା ପାଇଁ 5,575 କୋଟି ବ୍ୟୟ ବରାଦ କରିଛନ୍ତି। ଜଳ ସଂରକ୍ଷଣ, ଗ୍ରାମୀଣ ରାସ୍ତା, ଜୀବିକା ଭିତ୍ତିଭୂମି ଓ ବିପର୍ଯ୍ୟୟ ପ୍ରସ୍ତୁତି ଭଳି କାମକୁ ପ୍ରାଥମିକତା ଦିଆଯିବ। ନୂଆ ସ୍ମାର୍ଟ ଜବ୍ କାର୍ଡ ଜାରି ହେବ ଓ ଡିଜିଟାଲ ନିରୀକ୍ଷଣ ବ୍ୟବସ୍ଥା ରହିଛି। ଏହି ଯୋଜନା ମଧ୍ୟରେ ଆପଣମାନେ କ'ଣ କ'ଣ ସବୁ କାମ କରିପାରିବେ? ଜଳ ସଂରକ୍ଷଣ କାମ, ପୋଖରୀ ଓ ଚେକ୍ ଡ୍ୟାମ୍ ନିର୍ମାଣ, ଗ୍ରାମୀଣ ରାସ୍ତା ଉନ୍ନୟନ, ବିପର୍ଯ୍ୟୟ ପ୍ରତିରୋଧ କାର୍ଯ୍ୟ, ପ୍ରାକୃତିକ ସମ୍ପଦ ଓ ପରିଚାଳନା ଓ ଗ୍ରାମ ଭିତ୍ତିଭୂମିର ବିକାଶ କାର୍ଯ୍ୟ। କିଏ ଆବେଦନ କରିପାରିବେ ଏହି ଯୋଜନାରେ? ଗ୍ରାମାଞ୍ଚଳର ବୟସ୍କ ସଦସ୍ୟ ଥିବା ପରିବାର, ଜବ୍ କାର୍ଡଧାରୀ ପରିବାର ଓ ଶ୍ରମ କାମ କରିବାକୁ ଇଚ୍ଛୁକ ପରିବାର।